ଜୟ ଜଗନ୍ନାଥ ସାୟନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ଆପଣମାନଙ୍କୁ ମୁଁ ଆଜି କହିବି ଯେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି କେବେ ହେବ ଏବଂ ଯଦି ଆମେ କମ୍ପେୟାର କରିବା ଅନ୍ୟାନ୍ୟ ରାଜ୍ୟ ସହିତ ଓଡ଼ିଶା ରାଜ୍ୟ ଯଦି ଆମେ କମ୍ପେୟାର କରିବା ଯେ ଅଙ୍ଗନବାଡ଼ି କର୍ମୀମାନେ କେତେ ଟଙ୍କା ଦରମା ପାଆନ୍ତି ଏବଂ ଏଥିରେ ରାଜ୍ୟ ସରକାର କେତେ ଟଙ୍କା ବୃଦ୍ଧି କରିବେ ଆମେ ଆଜି ସମ୍ପୂର୍ଣ୍ଣ ଭାବେ ଡିସ୍କସ୍ କରିବା। ତା ସହିତ ଦରମା, ଅବସରକାଳୀନ ସହାୟତା ରାଶି ଏବଂ ଅବସର ବୟସ ବୃଦ୍ଧି ଏ ସମସ୍ତ ଉପରେ ଡିସ୍କସ୍ କରିବା ଏବଂ ଅନ୍ୟ ରାଜ୍ୟ ସହିତ ତୁଳନା କରିବା। ତେଣୁ କେତେ ଟଙ୍କା ଦରମା ବୃଦ୍ଧି ହେବ ଆମେ ଜାଣିପାରିବା। ତା ସହିତ ଦେଖିବେ ଯେ ରାଜ୍ୟ ସରକାର ବି ଘୋଷଣା କରିଛନ୍ତି ଖୁବ୍ ଶୀଘ୍ର ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି ହେବ, କିନ୍ତୁ କୌଣସି ଆନୁଷଙ୍ଗିକ ଭାବରେ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ। ତେଣୁ ଖୁବ୍ ଶୀଘ୍ର ଖୁସି ଖବର ମିଳିବ। ତ ଚାଲନ୍ତୁ ଦେଖିବା ଯେ କେତେ ଟଙ୍କା ଦରମା ବୃଦ୍ଧି ହେବ ଆପଣମାନଙ୍କୁ ମୁଁ ଡିସ୍କସ୍ ଆଜି କରିବି। ଦର୍ଶକ ବନ୍ଧୁ ଟିକେ ନଜର ପକାନ୍ତୁ ଯେ ମୁଁ ଆପଣଙ୍କୁ ଦେଶର ଏମିତି ରାଜ୍ୟ ଅଛି ଯେଉଁଠି ଅଧିକ ଦରମା ଦିଅନ୍ତି ଅଙ୍ଗନବାଡ଼ି କର୍ମୀମାନଙ୍କୁ। ଏବେ ଦେଖୁଛନ୍ତି ଆପଣ ନଜର ପକାଇବେ ଯେ ହରିୟାଣା ରାଜ୍ୟ ସରକାର ବର୍ତ୍ତମାନ ଘୋଷଣା କରିଥିଲେ ଯେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି। ବର୍ତ୍ତମାନ ହରିୟାଣା ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ 14,000 ଟଙ୍କା ଏଠି ଦିଆଯାଉଛି ଏବଂ ଏଥିରେ ଯେଉଁମାନଙ୍କ ଏକ୍ସପିରିଏନ୍ସ 10 ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ 14,000 ଏବଂ 10 ବର୍ଷରୁ କମ୍ ଏକ୍ସପିରିଏନ୍ସକୁ ଅଙ୍ଗନବାଡ଼ି ୱାର୍କରମାନଙ୍କୁ ଏଠି 12,500 ଟଙ୍କା ଦିଆଯାଉଛି। ତା ସହିତ ହେଲ୍ପର ଦେଖିବେ ଯେ ଅଙ୍ଗନବାଡ଼ି ହେଲ୍ପରମାନଙ୍କୁ ହରିୟାଣା ରାଜ୍ୟ ସରକାର ଏଠି 7,500 ଟଙ୍କା ଏଠି ଦରମା ଦେଉଛନ୍ତି। ଯଦି ଆମେ କମ୍ପେୟାର କରିବା ଯେ ଓଡ଼ିଶା ରାଜ୍ୟ ସରକାର କେବଳ ଅଙ୍ଗନବାଡ଼ି ୱାର୍କରମାନଙ୍କୁ 7,500 ଟଙ୍କା ଏବଂ ହେଲ୍ପରମାନଙ୍କୁ 3,750 ଟଙ୍କା ଏଠି ଦରମା ଦେଉଛନ୍ତି ଆଜଠୁ କମ୍ପେୟାର କଲେ। ତେଣୁ ଆପଣମାନେ ଜାଣିଥିବେ ଯେ କେତେ ଟଙ୍କା ରାଜ୍ୟ ସରକାର ବୃଦ୍ଧି କରିବେ। ଏବଂ ଦେଖନ୍ତୁ ଯଦି ହରିୟାଣା ରାଜ୍ୟ ସରକାର ଏଠି ଅବସରକାଳୀନ ସହାୟତା ରାଶି ଅଙ୍ଗନବାଡ଼ି ୱାର୍କରମାନଙ୍କୁ 1,00,000 ଟଙ୍କା ଦିଆଯାଉଥିଲା, ବର୍ତ୍ତମାନ ଏହାକୁ ବୃଦ୍ଧି କରିକି 2,00,000 ଟଙ୍କା ଦିଆଯାଉଛି ଏବଂ ହେଲ୍ପରମାନଙ୍କୁ 50,000 ଟଙ୍କା ଦେଉଥିଲେ, ଏହାକୁ ବୃଦ୍ଧି କରିକି 1,00,000 ଟଙ୍କା ଘୋଷଣା କରାଯାଇଛି। ଯଦି ଆମେ କମ୍ପେୟାର କରିବା ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ସରକାର ଏଠି 40,000 ଟଙ୍କା ସହାୟତା ରାଶି ଦେଉଛନ୍ତି ଏବଂ ଏଠି ଯେଉଁମାନେ ମିନି ଅଙ୍ଗନବାଡ଼ି ରିଟାୟାରମେଣ୍ଟ ବେନିଫିଟ୍ 30,000 ଟଙ୍କା ଏବଂ ହେଲ୍ପରମାନଙ୍କୁ 10,000 ଟଙ୍କା ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ 20,000 ଟଙ୍କା ଦିଆଯାଉଛି ଆଜଠୁ କମ୍ପେୟାର କଲେ। ତେଣୁ ଏହା ମଧ୍ୟ ବୃଦ୍ଧି ହେବ ଯଦି ଆମେ କମ୍ପେୟାର କରିବା। ତା ସହିତ ଦେଖିବେ ଯେ ଅଙ୍ଗନବାଡ଼ି ୱାର୍କରମାନଙ୍କୁ ଦେଖନ୍ତୁ ଏଠି ଯେ ଯେ ମାନେ ଆମର ୟୁନିଫର୍ମ ସହାୟତା ରାଶି ଏଠି 1,500 ଟଙ୍କା ମଧ୍ୟ ବୃଦ୍ଧି କରାଯାଇଅଛି। ତା ସହିତ ଯେଉଁ ସୁପରଭାଇଜର ପୋଷ୍ଟ ବାହାରିଲେ ଏଠି 25% ଏଠି ଅଙ୍ଗନବାଡ଼ି ୱାର୍କରମାନଙ୍କୁ ରିଜର୍ଭେସନ୍ ରଖାଯାଇଛି ଏବଂ ସୁପରଭାଇଜର ପୋଷ୍ଟକୁ ଏଠି ପ୍ରମୋସନ୍ ପାଇଁ ଏବଂ ଯେଉଁମାନଙ୍କ 10 ବର୍ଷ ଏକ୍ସପିରିଏନ୍ସ ଥିବ ଏବଂ ମେରିଟ୍ ଅନୁସାରେ ଅଙ୍ଗନବାଡ଼ି ୱାର୍କରମାନଙ୍କୁ ସୁପରଭାଇଜରକୁ ଏଠି ପ୍ରମୋସନ୍। ତ ଯଦି ଆପଣମାନେ କମ୍ପେୟାର କରିବେ ଯେ ରାଜ୍ୟ ସରକାର କେତେ ଟଙ୍କା ଦରମା ବୃଦ୍ଧି କରିବେ ଏବଂ କେବେ ବୃଦ୍ଧି କରିବେ ତାହା ଆନୁଷ୍ଠାନିକ କରନ୍ତି, ତେଣୁ ଆପଣମାନେ ଆଉ ଟିକେ ନଜର ପକାନ୍ତୁ ଏଠି ଯେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ହରିୟାଣା ସରକାର 12,661 ଟଙ୍କା ଦେଉଥିଲେ, ଏହାକୁ ବୃଦ୍ଧି କରିଛନ୍ତି, କିନ୍ତୁ ଓଡ଼ିଶା ସରକାର କେବଳ ୱାର୍କରମାନଙ୍କୁ 7,500 ହେଲ୍ପରମାନଙ୍କୁ 3,750 ଟଙ୍କା ଦେଉଛନ୍ତି। ତେଣୁ ଆପଣମାନେ କମେଣ୍ଟ ମାଧ୍ୟମରେ କୁହନ୍ତୁ ଯେ କେତେ ଟଙ୍କା ଅଙ୍ଗନବାଡ଼ି କର୍ମୀମାନଙ୍କ ଦରମା ବୃଦ୍ଧି ହେବ। ତା ସହିତ ଖୁବ୍ ଶୀଘ୍ର ରାଜ୍ୟ ସରକାର ଘୋଷଣା କରିବେ ବୋଲି ଖୁବ୍ ଶୀଘ୍ର ଘୋଷଣା କରିବେ ଶୁଣାଯାଉଛି। ତେଣୁ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚୟ କରିବେ।